ଆଖି ଲୁହରେ ଭିଜୁଥିଲା, ଓଠ ଥରି ଯାଉଥିଲା। ମନ ନିଜକୁ ନିଜେ ପ୍ରଶ୍ନ କରି ଚାଲିଥିଲା, ସତରେ ମୁଁ କ'ଣ ଭୁଲ ଥିଲି? ନିଶବ୍ଦ ରାତିର ସେ ସେଜ ଉପରେ ହୃଦୟର କ୍ରୋଧଟା ଉତ୍ତର ଖୋଜି ଚାଲିଥିଲା। ହେଲେ ସେ ଉତ୍ତର ମିଳିବା ଯେମିତି ସାତ ସ୍ୱପ୍ନ ଥିଲା। କେଉଁ ପ୍ରଶ୍ନର ଉତ୍ତର ଖୋଜୁଥିଲି? 2 ବର୍ଷ ତଳୁ ଯେଉଁ ସନ୍ଦେହର ପ୍ରଶ୍ନ ଆଜି ବି ତା ମନ ଭିତରେ ଥିଲା। ସେ ସମ୍ପର୍କର ମୂଲ୍ୟ କ'ଣ, ଯେଉଁ ସମ୍ପର୍କରେ କେବଳ ସନ୍ଦେହ ଛଡ଼ା ଆଉ କିଛି ନଥିଲା? ସେ ସମ୍ପର୍କର ମାନେ ବି କ'ଣ, ଯେଉଁ ସମ୍ପର୍କରେ କେବେ ବିଶ୍ୱାସ ନଥିଲା? ସତ କହିଲେ, ଅବିଶ୍ୱାସ ଆଉ ସନ୍ଦେହ ଭିତରେ ଯନ୍ତ୍ରଣା ପାଉଥିବା ଏ ସମ୍ପର୍କଟା କ'ଣ ସତରେ ତିଷ୍ଠିପାରେ? ଯଦି ୟାର ଉତ୍ତର ନା, ତେବେ କେମିତି ସାରା ଜୀବନ ସେହି ସମ୍ପର୍କ ସହ କାଟିବି ଭାବି ଚାଲିଥିଲି। 2 ବର୍ଷ ତଳୁ ମୋ ସହିତ ଘଟିଥିବା ଏମିତି କିଛି ଘଟଣା ଆଜି ବି ମୋତେ ଭାରି କଷ୍ଟ ଦେଉଥିଲା। ଯଦିଓ ମୋର କିଛି ଭୁଲ ନଥିଲା, କିନ୍ତୁ ସେଦିନର ସନ୍ଦେହ ଆଉ ଅବିଶ୍ୱାସ ଅନେକ କିଛି ମୋର କ୍ଷତି କରିସାରିଥିଲା। ଜାଣିଛନ୍ତି, ସେଦିନ ମୋତେ ସନ୍ଦେହ ଆଉ ଅବିଶ୍ୱାସ କିଏ କରିଥିଲା? ଯିଏ ମୋ ନିଜ ଜୀବନଠୁ ଅଧିକ ମୋର ଥିଲା। ମୋର ସେହି ପରିସ୍ଥିତିରେ ମୋ ସାଥ ଦେବା ବଦଳରେ ସେଦିନ ମୋ ଉପରେ ଏମିତି ପ୍ରଥମ ଥର ସନ୍ଦେହ କରିଥିଲା ଯେ ମୋର କ୍ଷତି ପରେ କ୍ଷତି ହେଇ ଚାଲିଥିଲା। ତଥାପି କେହି ମୋ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରୁନଥିଲେ। ସେଦିନ ଏସବୁ ଭିତରେ ମୋତେ ଯେତିକି ବାଧୁନଥିଲା, କିନ୍ତୁ ମୋ ଜୀବନ ସାଥୀଟା ମୋତେ ଭୁଲ ବୁଝିବା ସବୁଠୁ ବେଶୀ କଷ୍ଟ ଦେଉଥିଲା। ତଥାପି ନିଜକୁ ସମ୍ଭାଳି ପୁଣି ଥରେ ସଂଘର୍ଷ କରି ଆଗକୁ ବଢ଼ିବାକୁ ଚେଷ୍ଟା କରି ଚାଲିଥିଲି। କେହି ବି ବୁଝିପାରୁନଥିଲେ। ଥରେ ଉପରୁ ତଳକୁ ଖସି ପଡ଼ିଲା ପରେ ପୁଣି ଥରେ ଉପରକୁ ଉଠିବା କେତେ କଷ୍ଟକର ଥିଲା। ୟା ଭିତରେ ପାଖାପାଖି 2 ବର୍ଷ ବିତି ଯାଇଥିଲା। ଅନେକ କିଛି ବଦଳି ବି ଯାଇଥିଲା। ଅନେକ ସମ୍ପର୍କରେ ମଧ୍ୟ ଦୂରତା ବଢ଼ି ଯାଇଥିଲା। ହେଲେ ସେଦିନ କ'ଣ ଘଟିଥିଲା ଏପର୍ଯ୍ୟନ୍ତ ମୁଁ ଅଜଣା ଥିଲି ଆଉ ଅବୁଝା ବି ଥିଲି। ଏମିତି ଅନେକ ସମ୍ପର୍କ ଭାଙ୍ଗିବାର କାରଣ ମୁଁ କେମିତି ଆଉ କାହିଁକି ଥିଲି? ନିଜକୁ ନିଜେ ସେ ପ୍ରଶ୍ନର ଉତ୍ତର ଖୋଜି ଚାଲିଥିଲି। ଉତ୍ତର ତ ପାଉନଥିଲି। ତଥାପି ଦୋଷ ନଥିଲେ ବି ନିଜର ଦୋଷ ବୋଲି ଭାବି ସବୁ ସମ୍ପର୍କକୁ ଭାରି କଷ୍ଟରେ ହୃଦୟର ଗୋଟେ କୋଣରେ ସାଇଡ୍ କରି ଆଗେଇ ଚାଲୁଥିଲି। ଭାବୁଥିଲି, ସାରା ଜୀବନ ମୋ ହାତ ଧରି ବାଟ ଚାଲିବାକୁ ଆସିଥିବା ମୋ ଜୀବନ ସାଥୀଟା କେବେ ନା କେବେ ତ ମୋତେ ଠିକ୍ ବୁଝିବ। ହେଲେ ଆଜି ଜାଣିବାକୁ ପାଇଲି, ନା ସେ କେବେ ମୋତେ ଠିକ୍ ବୁଝିବ ବୋଲି ମୋ ଭାବନାଟା ସମ୍ପୂର୍ଣ୍ଣ ଭୁଲ ଥିଲା। ଆଜି ବି ସେହି ସନ୍ଦେହର ବିଷ ମଞ୍ଜିଟା ଭିତରେ ଭିତରେ ଗଜା ହେଇ ଆହୁରି ବେଶୀ ବେଶୀ ଆଗକୁ ବଢ଼ି ଚାଲିଥିଲା। ପଡ଼ିଯାଇଥିବା ଲୋକଟା, ପୁଣି ଥରେ ଅଣ୍ଟା ସଳଖି ବାଟ ଚାଲିବାକୁ ପ୍ରୟାସ କରୁଥିବା ମଣିଷଟା କେଜାଣି କାହିଁକି ଆଜି ଆଉ ଥରେ ହାରିଯିବାର ଭୟ ମନ ଭିତରକୁ ଆସିଯାଉଥିଲା। କିନ୍ତୁ ସବୁଠୁ ବଡ଼ କଥା କ'ଣ ଜାଣିଛନ୍ତି? ଏଇ 2 ବର୍ଷ ଭିତରେ ସବୁ ଲୁହ ଏମିତି ଶୁଖି ଯାଇଥିଲା ଯେ ଇଚ୍ଛା ଥିଲେ ବି କାନ୍ଦି ହେଉନଥିଲା, କି ଯନ୍ତ୍ରଣା ହେଲେ ବି କାହାକୁ କହି ହେଉନଥିଲା। କାହା ଆଗରେ କାନ୍ଦିବି? କାହାକୁ ମୋ ଯନ୍ତ୍ରଣା କହିବି? ଯାହା ଆଗରେ କାନ୍ଦିବି ଆଉ ନିଜ ଯନ୍ତ୍ରଣା କହିବା କଥା, ସେ ପା ଆଜି ବି ସେହି ସନ୍ଦେହ ଅବିଶ୍ୱାସ ଭିତରେ ନିଜକୁ ପୋତିକି ରଖିଥିଲା। ଏସବୁ ଭିତରେ ଗୋଟେ ପ୍ରଶ୍ନ ତ ସବୁବେଳେ ଆସୁଥିଲା, ସନ୍ଦେହ ଆଉ ଅବିଶ୍ୱାସ ଭିତରେ କ'ଣ ସମ୍ପର୍କଟା ଜୀବିତ ରହିପାରେ? ଯେଉଁ ଅବିଶ୍ୱାସ ଆଉ ସନ୍ଦେହ ପାଇଁ ଅନେକ ସମ୍ପର୍କ ଭାଙ୍ଗି ଯାଇଥିଲା, ଯେଉଁଥିପାଇଁ ମୋର ଦୋଷ ନଥାଇ ବି ନିଜକୁ ଦୋଷୀ ବୋଲି ସ୍ୱୀକାର କରିବାକୁ ପଡ଼ିଥିଲା, ସେହି ସନ୍ଦେହ ଆଉ ଅବିଶ୍ୱାସ ପାଇଁ ଏ ସମ୍ପର୍କର ମାନେଟା କ'ଣ ହେଇପାରେ ମୁଁ ଏବେ ବି ଜାଣିପାରୁନି। କିନ୍ତୁ ଆପଣମାନେ କମେଣ୍ଟ କରି କୁହନ୍ତୁ, ସନ୍ଦେହ ଆଉ ଅବିଶ୍ୱାସ ଭିତରେ ସମ୍ପର୍କ କ'ଣ ମଜବୁତ ହେଇପାରେ? ସମ୍ପର୍କ, ସନ୍ଦେହ ଆଉ ଅବିଶ୍ୱାସ କ'ଣ ଏକା ସାଙ୍ଗରେ ରାସ୍ତାରେ ହାତ ଧରାଧରି ହେଇ ଚାଲିପାରିବେ? ଯଦି ଆପଣଙ୍କ ଉତ୍ତର ହଁ ହୁଏ, ତେବେ ମୁଁ ଜୀବନ ସାରା ଯନ୍ତ୍ରଣା ହେଉ ପଛେ ସେହି ସନ୍ଦେହ ଆଉ ଅବିଶ୍ୱାସ ଭିତରେ ବାକି ଜୀବନ କାଟିବାକୁ ପ୍ରସ୍ତୁତ ଅଛି। ଯଦି ଆପଣଙ୍କ ଉତ୍ତର ନା ହୁଏ, ତେବେ ସମ୍ପର୍କ ବଞ୍ଚାଇବାକୁ କ'ଣ କରିବାକୁ ପଡ଼ିବ? ଆପଣଙ୍କ ଉତ୍ତର ଆଉ ବିଚାର କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।